ଆଗାମୀ ଆଇସିସି ଟି20 ବିଶ୍ୱକପ୍ 2026 ପାଇଁ ସ୍କଟଲ୍ୟାଣ୍ଡ ନିଜ ଦଳ ଘୋଷଣା କରିଛି, କିନ୍ତୁ ଏହାପରେ ଦଳ ଉପରେ ଏକ ବଡ଼ ସଙ୍କଟ ଦେଖାଦେଇଛି। ଏହି ସମସ୍ୟାରେ ସିଧାସଳଖ ସଂଯୋଗ ପାକିସ୍ତାନ ସହ ଥିବା କୁହାଯାଉଛି। ସ୍କଟଲ୍ୟାଣ୍ଡ ଦଳର ପାକିସ୍ତାନର ଦ୍ରୁତ ବ୍ୟାଟ୍ସମ୍ୟାନ୍ ସଫିୟାନ ସରିଫଙ୍କୁ ସାମିଲ କରାଯାଇଛି। ଏହାକୁ ନେଇ ଏବେ ଦଳର ଭାଗ୍ୟ ଉପରେ ଅନିଶ୍ଚିତତା ଘନାଉଛି। ମିଡ଼ିଆ ରିପୋର୍ଟ ଅନୁସାରେ ସ୍କଟଲ୍ୟାଣ୍ଡ ଟିମ୍ ମ୍ୟାନେଜମେଣ୍ଟକୁ ଆଶା ଅଛି ଯେ ଆଇସିସିର ଆସୋଚନା ପରେ ଭିସା ପ୍ରକ୍ରିୟାରେ କୌଣସି ବିଳମ୍ବ ହେବ ନାହିଁ। ତଥାପି ସ୍କଟଲ୍ୟାଣ୍ଡ କ୍ରିକେଟ ଅଧିକାରୀମାନଙ୍କ କହିବା କଥା ହେଉଛି ଯେ ବିଶ୍ୱକପ୍ ଆରମ୍ଭ ପାଇଁ ଅତି କମ୍ ସମୟ ବାକି ଅଛି ଏବଂ ଭିସା ସମ୍ବନ୍ଧୀୟ କୌଣସି ସମସ୍ୟା ଦଳର ପ୍ରସ୍ତୁତିକୁ ପ୍ରଭାବିତ କରିପାରେ। ଭାରତୀୟ ନିୟମ ଅନୁଯାୟୀ ପାକିସ୍ତାନୀ ଆବେଦକଙ୍କ ପାଇଁ ଭିସା ଯାଞ୍ଚ ପ୍ରକ୍ରିୟା ଅଧିକ ସମୟ ନେଇଥାଏ, ଯାହା ମାମଲାକୁ ଜଟିଳ କରିପାରେ। ଏହି କାରଣରୁ ସ୍କଟଲ୍ୟାଣ୍ଡ ପାଇଁ ପାକିସ୍ତାନ ଏକ ବଡ଼ ସମସ୍ୟା ହୋଇପାରେ। ରିପୋର୍ଟ ଅନୁସାରେ ଆଇସିସି ଆୟୋଜକ ଦେଶର କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରି ସମସ୍ତ ଆବଶ୍ୟକ ଔପଚାରିକତା ସମୟରେ ସମ୍ପୂର୍ଣ୍ଣ ହେବ ବୋଲି ଆଶ୍ୱାସନା ଦେଇଛି। ଏହି ଆଶ୍ୱାସନା ପରେ ସ୍କଟଲ୍ୟାଣ୍ଡ ସଫିୟାନ ସରିଫଙ୍କୁ ଦଳରେ ସାମିଲ କରିଛି। ଉଲ୍ଲେଖନୀୟ ଯେ ସଫିୟାନ ସରିଫଙ୍କ ଜନ୍ମ ଇଂଲଣ୍ଡର ୟର୍କଶାୟାରରେ 24 ମେ 1991 ମସିହାରେ ହୋଇଥିଲା। ସଫିୟାନଙ୍କ ପିତା ପାକିସ୍ତାନୀ ବଂଶୋଦ୍ଭବ ଏବଂ ତାଙ୍କ ମାତା ବ୍ରିଟିଶ ବଂଶୋଦ୍ଭବ। ମାତ୍ର 7 ବର୍ଷ ବୟସରେ ସଫିୟାନ ସ୍କଟଲ୍ୟାଣ୍ଡ ଚାଲି ଯାଇଥିଲେ। ସଫିୟାନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିବାକୁ ଗଲେ 34 ବର୍ଷୀୟ ଏହି ଦ୍ରୁତ ବୋଲର 90ଟି ଦିନିକିଆ ଏବଂ 75ଟି ଟି20 ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ସେ ଦିନିକିଆରେ 13ଟି ୱିକେଟ୍ ନେଇଥିବା ବେଳେ ସଫିୟାନଙ୍କ ଟି20ରେ 85ଟି ୱିକେଟ୍ ଅଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଟେକ୍ ରାଜା।